ପାକିସ୍ତାନର ଦକ୍ଷିଣ ପୂର୍ବ ସିନ୍ଧ ଅଞ୍ଚଳରେ ବିସ୍ଫୋରଣ ଯୋଗୁଁ କ୍ୱେଟା ଯାଉଥିବା ଜାଫର ଏକ୍ସପ୍ରେସର 3ଟି କୋଚ୍ ଲାଇନ୍ଚ୍ୟୁତ ହୋଇଛି। ଏହି ଆକ୍ରମଣ ପୁଣି ପାକିସ୍ତାନରେ ରେଳ ନେଟୱାର୍କର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜାଫର ଏକ୍ସପ୍ରେସ ପେଶାୱାରରୁ କ୍ୱେଟା ଯାଉଥିବା ବେଳେ ଶିକାରପୁର ନିକଟରେ ଥିବା ସୁଲତାନପୁରରେ ରେଳ ଟ୍ରାକ୍ ଉପରେ ବିସ୍ଫୋରଣ ହୋଇଥିଲା। ଏଥିରେ 3ଟି କୋଚ୍ ଲାଇନ୍ଚ୍ୟୁତ ହେବା ପରେ ଟ୍ରେନ୍ ଚଳାଚଳ ସ୍ଥଗିତ ରଖାଯାଇଥିଲା। ଏନେଇ ସୂଚନା ମିଳିବା ପରେ ସୁକରରୁ ଉଦ୍ଧାରକାରୀ ଦଳ ପଠାଯାଇଥିଲା। ସେମାନେ ସେଠାରେ ମରାମତି କାମ କରିଥିଲେ। ବର୍ଷା ଯୋଗୁଁ ରେଳ ଚଳାଚଳ ସ୍ୱାଭାବିକ କରିବାକୁ 5 ଘଣ୍ଟା ସମୟ ଲାଗିଥିଲା। ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲେ ସୁଦ୍ଧା ଏହା ପଛରେ ବଲୁଚ ବିଦ୍ରୋହୀ ଥାଇପାରନ୍ତି ବୋଲି କୁହାଯାଉଛି। ଗତ ମାର୍ଚ୍ଚ 11 ତାରିଖରେ ବଲୁଚିସ୍ତାନର ବୋଲନ ଜିଲ୍ଲାର ଜାଫର ଏକ୍ସପ୍ରେସକୁ BLA ହାଇଜାକ୍ କରିବା ସହିତ 400 ଯାତ୍ରୀଙ୍କୁ ବନ୍ଧକ କରି ନେଇଥିଲା। ପରେ ପାକିସ୍ତାନୀ ସେନା 30 ଘଣ୍ଟାର ଅପରେସନ ପରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା। ତେବେ ଏଥିରେ 26 ଜଣ ଯାତ୍ରୀ ଏବଂ 4 ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା।